ଭିତରେ କ'ଣ ସବୁ ସମସ୍ୟାର ସମାଧାନ ହେଇଯିବ? ସବୁ ସମସ୍ୟା ସମାଧାନ ପାଇଁ ମୋର ବିଷ ଦରକାର। ଜୀବନରେ କେତେ କଷ୍ଟ ସହିବାକୁ ପଡ଼େ ସେ କଥା ମାତା ସୀତା ଶିଖେଇ ଦେଇଛନ୍ତି। ଜୀବନକୁ ନେଇ କେମିତି ସଂଘର୍ଷ କରିବାକୁ ପଡ଼େ ଦ୍ରୌପଦୀ ଶିଖେଇ ଦେଇଛନ୍ତି। ଆଉ ଜୀବନକୁ ନେଇ କେମିତି ବଞ୍ଚିବାକୁ ପଡ଼େ ସେ କଥା ଶ୍ରୀମଦ୍ ଭାଗବତ ଗୀତା ଶିଖେଇ ଦେଇଛନ୍ତି। ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ, ହେ ସଖା, ଆତ୍ମହତ୍ୟା ଠାରୁ ମହାପାପ ଏ ଦୁନିଆରେ ଆଉ କିଛି ନାହିଁ। ମୁଁ ବଞ୍ଚିବି କେମିତି? କୋଉ ମୁହଁ ନେଇକି ମୁଁ ବଞ୍ଚିବି? ଯେମିତି ସମସ୍ତଙ୍କ ମୁହଁରେ ହସ ବାଣ୍ଟି ତୁଳସୀ ବଞ୍ଚିଥିଲୁ ସେମିତି ବଞ୍ଚିବୁ। ଭୁଲିଯିବୁ ସେଦିନ ସେ ଝଡ଼ ବର୍ଷ ରାତିର କଥା। ଆଉ ସମସ୍ତଙ୍କୁ କହିଦେବ ତୁଳସୀ ମୁଣ୍ଡରେ କଳଙ୍କ ନାହିଁ। ଯେତେ ଚେଷ୍ଟା କଲେ ବି ତୁଳସୀ ମୁଣ୍ଡରୁ କଳଙ୍କ ଲିଭିବନି। କାହିଁକି ଲିଭିବନି? କ'ଣ ପାଇଁ ଲିଭିବନି? କାହିଁକି ନା ମୁଁ ମା ହବାକୁ ଯାଉଛି। ତୁଳସୀ ଏଇ ଦେବ ଏବେ କହ, ମୋ ଭଉଣୀ ମୁଣ୍ଡରୁ କଳଙ୍କ ଲିଭିବ କେମିତି? କହଦେ ଭାଇ, କିଏ ମୋ ମୁଣ୍ଡରୁ କଳଙ୍କ ଲିଭେଇବ? ନିଜ କଳଙ୍କ ନିଜକୁ ଡରେଇବ। ନା ମନ୍ଦିର ବେଢ଼ାରେ ବସି ପାରିବି, ନା ମଶାଣିରେ ମୋ ପାଇଁ ଜୁଇ ଚଳିବ। ମୋ ପାଇଁ ସବୁ ବାଟ ବନ୍ଦ ହେଇଯିବ। ସମସ୍ତେ ସବୁ କଥା ଜାଣିବା ଆଗରୁ ଆମେ ଭାଇ ଭଉଣୀ 2 ଜଣ ବିଷ ପିଇ ମରିଯିବୁ। ନାଇଁ 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 ନାଇଁ, ତୁଳସୀ ମରିଗଲେ ମତେ ପାପ ଲାଗିବ। ତୁଳସୀ ବଞ୍ଚିବ। ତୁ କ'ଣ ପାଗଳ ହେଇଗଲୁ? ହଁ, ମୁଁ ପେଟରେ ଛୁଆ ଧରିକି ବଞ୍ଚିବି? ହଁ, ତୁ ପେଟରେ ଛୁଆ ଧରି ବଞ୍ଚିବୁ। ଆଉ ସେ ଛୁଆଟା ଭୂମିଷ୍ଠ ହବ। ତାହେଲେ କାହା ପରିଚୟ ନେଇ ବଞ୍ଚିବ ସେ ଛୁଆ? କହଦେ ଭାଇ, କହ ମତେ, ଏ ଛୁଆ କାହା ପରିଚୟ ନେଇ ବଞ୍ଚିବ କହୁନୁ? ଆରେ କହ ଦେବ କହ। ଆରେ ଚୁପ ରହିଲୁ କାହିଁକି? କହ ଦେବ କହ। ମୋ ବାପା ସତ୍ୟବ୍ରତ ଦାସର ପରିଚୟ ନେଇ ବଞ୍ଚିବ। ଏଇଟା କେବେ ବି ସମ୍ଭବ ନୁହଁ। ସବୁ ଅସମ୍ଭବକୁ ଆମକୁ ସମ୍ଭବ କରିବାକୁ ପଡ଼ିବ। କିଏ ମୋ ଠାରେ ସିନ୍ଦୁର ଦବ? କିଏ ମତେ ସଦବା ସଜେଇ ଦବ? ତୁ ବିଧବା ହେଇ ବଞ୍ଚିବୁ। ମୋ ସ୍ୱାମୀ କିଏ? କାହାକୁ ମୁଁ ବାହା ହେଇଛି? ସତ୍ୟବ୍ରତ ଦାସ। ମୃତ ସତ୍ୟବ୍ରତ ଦାସର ବିଧବା ସ୍ତ୍ରୀ ହେଇ ତୁ ବଞ୍ଚି ରହିବୁ। ନାଇଁ 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 ନାଇଁ, ମୁଁ ବାହା ନ ହେଇକି ବିଧବା ହେବି? ତୁ କଥା କହିପାରୁଛୁ କେମିତି ମତେ? ଏକଥା ମୁଁ କହୁନି ଲୋ ତୁଳସୀ, ସମୟ କହୁଛି। ମାନେ ତୁ ଏମିତି ଗୋଟେ କାହାଣୀ ଲେଖିବୁ, ନା ଥିବ ପୁରାଣରେ, ନା ଥିବ ବେଦ ଉପନିଷଦରେ। ତୋ ପିଲାଟା ପାଇଁ ତତେ ବିଧବା ମା ହେଇ ବଞ୍ଚି ରହିବାକୁ ପଡ଼ିବ। ଦେଖିବୁ ତୁ ଖାଲି ତୁଳସୀ ତୁଳସୀ ବାସିବୁ। ଏ ଦୁନିଆ ତ ଜୟଗାନ କରିବ। ନାଇଁ 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 ନାଇଁ, ମୁଁ ପାରିବିନି। ମୁଁ ପାରିବିନି, ସେ କାମ କରିପାରିବିନି। ଏତେ ବଡ଼ କଷ୍ଟ କାମ ମୁଁ ପାରିବିନି। ନା କର ନା ତୁଳସୀ, ତୋ ପିଲାଟା ପାଇଁ ତୁ ମା ହେଇଯା। ମା ହେଇଯା ତୁଳସୀ, ତୁ ମା ହେଇଯା। ସମସ୍ତେ ମତେ କୁହ, ଏ ପରିସ୍ଥିତିରେ ମୁଁ କ'ଣ କରିବି? କ'ଣ କରିବି ଏ ପରିସ୍ଥିତିରେ? ସର୍ବ ମଙ୍ଗଳେ ମଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ শরণ্যে স্মম্বকে গৌরী নারায়ণী নমস্তুতে। হে মা, তু যদি প্রকৃতরে জগৎ জননী, তাহলে এ পুওটা পাই তু মা হেই যা। মা হেই যা, তু মতে পুଅ ভাবি তু কোলেই নে। এ মা, এ পুওটা পাই তু মা হেই যালো। মা হেই যাই তু মতে কোলেই নে, কোলেই নে মতে। কোলেই নে, কোলেই নে।
ମତେ ପୁଅ ଭାବି କୋଳେଇ ନେଲ। ଆରେ ଧନୁ ମୋ କୋଳକୁ ଆ। ଆରେ ଧନ ମୋ କୋଳକୁ ଆ। ବିଷ ପିଇଦାରେ କଣ ସବୁ ସମସ୍ୟାର ସମାଧାନ ହେଇଯିବ? ସବୁ ସମସ୍ୟା ସମାଧାନ ପାଇଁ ମୋର ବିଷ ଦରକାର। ଜୀବନରେ କେତେ କଷ୍ଟ ସହିବାକୁ ପଡେ ସେ କଥା ମାତା ସୀତା ଶିଖେଇ ଦେଇଛନ୍ତି। ଜୀବନକୁ ନେଇ କେମିତି ସଂଘର୍ଷ କରିବାକୁ ପଡେ ଦ୍ରୌପଦୀ ଶିଖେଇ ଦେଇଛନ୍ତି। ଆଉ ଜୀବନକୁ ନେଇ କେମିତି ବଞ୍ଚିବାକୁ ପଡେ ସେ କଥା ଶ୍ରୀମଦ୍ ଭାଗବତ ଗୀତା ଶିଖେଇ ଦେଇଛନ୍ତି। ଶ୍ରୀକୃଷ୍ଣ ଅର୍ଜୁନକୁ କହିଥିଲେ, ହେ ସଖା, ଆତ୍ମହତ୍ୟା ଠାରୁ ମହାପାପ ଏ ଦୁନିଆରେ ଆଉ କିଛି ନାହିଁ। ମୁଁ ବଞ୍ଚିବି କେମିତି? କୋଉ ମୁହଁ ନେଇକି ମୁଁ ବଞ୍ଚିବି? ଯେମିତି ସମସ୍ତଙ୍କ ମୁହଁରେ ହସ ବାଣ୍ଟି ତୁଳସୀ ବଞ୍ଚିଥିଲୁ ସେମିତି ବଞ୍ଚିବୁ। ଭୁଲିଯିବୁ ସେଦିନ ସେ ଝଡ଼ ବର୍ଷ ରାତିର କଥା। ଆଉ ସମସ୍ତଙ୍କୁ କହିଦେବ ତୁଳସୀ ମୁଣ୍ଡରେ କଳଙ୍କ ନାହିଁ। ଯେତେ ଚେଷ୍ଟା କଲେ ବି ତୁଳସୀ ମୁଣ୍ଡରୁ କଳଙ୍କ ଲିଭିବନି। କାହିଁକି ଲିଭିବନି? କଣ ପାଇଁ ଲିଭିବନି? କାହିଁକି ନା ମୁଁ ମା ହବାକୁ ଯାଉଛି। ତୁଳସୀ ଏଇ ଦେବ ଏବେ କହ, ମୋ ଭଉଣୀ ମୁଣ୍ଡରୁ କଳଙ୍କ ଲିଭିବ କେମିତି? କହଦେ ଭାଇ, କିଏ ମୋ ମୁଣ୍ଡରୁ କଳଙ୍କ ଲିଭେଇବ? ନିଜ କଳଙ୍କ ନିଜକୁ ଡରେଇବ। ନା ମନ୍ଦିର ବେଢ଼ାରେ ବସି ପାରିବି, ନା ମଶାଣିରେ ମୋ ପାଇଁ ଜୁଇ ଚଳିବ। ମୋ ପାଇଁ ସବୁ ବାଟ ବନ୍ଦ ହେଇଯିବ। ସମସ୍ତେ ସବୁ କଥା ଜାଣିବା ଆଗରୁ ଆମେ ଭାଇ ଭଉଣୀ 2 ଜଣ ବିଷ ପିଇ ମରିଯିବୁ। ନାଇଁ 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 ନାଇଁ, ତୁଳସୀ ମରିଗଲେ ମତେ ପାପ ଲାଗିବ। ତୁଳସୀ ବଞ୍ଚିବ। ତୁ କଣ ପାଗଳ ହେଇଗଲୁ? ହଁ, ମୁଁ ପେଟରେ ଛୁଆ ଧରିକି ବଞ୍ଚିବି? ହଁ, ତୁ ପେଟରେ ଛୁଆ ଧରି ବଞ୍ଚିବୁ। ଆଉ ସେ ଛୁଆଟା ଭୂମିଷ୍ଠ ହବ। ତାହେଲେ କାହା ପରିଚୟ ନେଇ ବଞ୍ଚିବ ସେ ଛୁଆ? କହଦେ ଭାଇ, କହ ମତେ, ଏ ଛୁଆ କାହା ପରିଚୟ ନେଇ ବଞ୍ଚିବ? କହୁନ। ଆରେ କହ ଦେବ କହ। ଆରେ ଚୁପ ରହିଲୁ କାହିଁକି? କହ ଦେବ କହ। ମୋ ବାପା ସତ୍ୟବ୍ରତ ଦାସର ପରିଚୟ ନେଇ ବଞ୍ଚିବ। ଏଇଟା କେବେ ବି ସମ୍ଭବ ନୁହଁ। ସବୁ ଅସମ୍ଭବକୁ ଆମକୁ ସମ୍ଭବ କରିବାକୁ ପଡିବ। କିଏ ମୋ ଠାରେ ସିନ୍ଦୁର ଦବ? କିଏ ମତେ ସଦବା ସଜେଇ ଦବ? ତୁ ବିଧବା ହେଇ ବଞ୍ଚିବୁ। ମୋ ସ୍ୱାମୀ କିଏ? କାହାକୁ ମୁଁ ବାହା ହେଇଛି? ସତ୍ୟବ୍ରତ ଦାସ। ମୃତ ସତ୍ୟବ୍ରତ ଦାସର ବିଧବା ସ୍ତ୍ରୀ ହେଇ ତୁ ବଞ୍ଚି ରହିବୁ। ନାଇଁ 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 ନାଇଁ, ମୁଁ ବାହା ନ ହେଇକି ବିଧବା ହେବି? ଏତେ କଥା କହିପାରୁଛୁ କେମିତି ମତେ? ଏକଥା ମୁଁ କହୁନି ଲୋ ତୁଳସୀ, ସମୟ କହୁଛି। ମାନେ ତୁ ଏମିତି ଗୋଟେ କାହାଣୀ ଲେଖିବୁ, ନା ଥିବ ପୁରାଣରେ, ନା ଥିବ ବେଦ ଉପନିଷଦରେ। ତ ପିଲାଟା ପାଇଁ ତତେ ବିଧବା ମା ହେଇ ବଞ୍ଚି ରହିବାକୁ ପଡିବ। ଦେଖିବୁ ତୁ ଖାଲି ତୁଳସୀ ତୁଳସୀ ବାସିବୁ। ଏ ଦୁନିଆ ତ ଜୟ ଗାନ କରିବ। ନାଇଁ 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 ନାଇଁ, ମୁଁ ପାରିବିନି। ମୁଁ ପାରିବିନି, ସବୁ କାମ କରିପାରିବିନି। ଏତେ ବଡ କଷ୍ଟ କାମ ମୁଁ ପାରିବିନି। ନା କର ନା ତୁଳସୀ, ତୋ ପିଲାଟା ପାଇଁ ତୁ ମା ହେଇଯା। ମା ହେଇଯା ତୁଳସୀ, ତୁ ମା ହେଇଯା। ସମସ୍ତେ ମତେ କୁହ, ଏ ପରିସ୍ଥିତିରେ ମୁଁ କଣ କରିବି? କଣ କରିବି ଏ ପରିସ୍ଥିତିରେ? ସର୍ବ ମଙ୍ଗଳେ ମଙ୍ଗଲ୍ୟ ଶିବେ ସର୍ବାର୍ଥ ସାଧିକେ କରণ্যେ ଗୌରୀ নারায়ণী নমস্তুতে। এ মা, তুই যদি প্রকৃতরে জগৎ জননী, তাহলে
ए पुओटा पाई तू माँ है ही जा माँ है ही जा तो मत पुओ भाभी तू कोले ही ने ए माँ ए पुओटा पाई तू माँ है ही जा लो माँ है ही जाई तू मते कोले ही ने मते कोले ही ने कोले ही ने मते पुओ भाभी कोले ही ने আরে ধনু মুখড় খোয়া আরে ধনু মুখড় খোয়া